ଜଳ କଟକ ମୁଣ୍ଡୁଳିରେ ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଆଉ ଏନେଇ ମହାନଦୀଆ ତଳିଆ ଅଞ୍ଚଳବାସୀଙ୍କୁ ପୂର୍ବରୁ ସତର୍କ କରାଯାଇଛି। ତଳିଆ ଅଞ୍ଚଳବାସୀଙ୍କୁ ସତର୍କ ରହିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍ଥିତି ଉପରେ ନଜର ରଖିବା ପାଇଁ କୁହାଯାଇଛି। ହୀରାକୁଦର 20ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି, ଯାହାଫଳରେ ମହାନଦୀରେ ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଆଜି ମୁଣ୍ଡୁଳିରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ପହଞ୍ଚିବ। ପହରଦିନ ଛଡ଼ାଯାଇଥିବା ହୀରାକୁଦରୁ 20ଟି ଗେଟ୍ ଦେଇ ଯେଉଁ ବନ୍ୟା ଜଳ ନିଷ୍କାସନ କରାଯାଉଛି ଚଳିତ ବର୍ଷର, ତାହା ମହାନଦୀରେ 5 ଲକ୍ଷ କ୍ୟୁସେକ୍ରୁ ଅଧିକ ଜଳ ପ୍ରବାହିତ କରାଉଛି। କଟକ ମୁଣ୍ଡୁଳିରେ ମହାନଦୀର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏନେଇ ମହାନଦୀ ତଳିଆ ଅଞ୍ଚଳବାସୀଙ୍କୁ ପୂର୍ବରୁ ସତର୍କ କରାଯାଇଛି। ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍ଥିତି ଉପରେ ନଜର ରଖିବା ପାଇଁ କୁହାଯାଇଛି। ହୀରାକୁଦର 20ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି, ଯାହାଫଳରେ ମହାନଦୀରେ ଧୀରେ ଧୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।